ମୁଁ ବୁଝିପାରୁନାହିଁ ଆମର ଲୋକମାନେ ଏତେ ମାନେ ତଳକୁ କେମିତି ଖସି ଯାଉଛନ୍ତି। ଯାହା ନୀତି ନିୟମ ଅଛି ପ୍ରଭୁଙ୍କ ଆସ୍ଥାନ ପ୍ରଭୁଙ୍କ ମନ୍ଦିର ଆମର ସବୁଠାରୁ ବଡ଼ ଭାବାବେଗର କଥା ଏବଂ ସାଂସ୍କୃତିକ କ୍ଷେତ୍ର ଏବଂ ସେଠି କୌଣସି ପ୍ରକାର ଯିଏ କୌଣସି ହେଉନା କାହିଁକି ଯିଏ ଯେଉଁଠି ଭୁଲ କରିବ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏକଥା ଏଥରର ସରକାର ମଧ୍ୟ ଘୋଷଣା କରିଛନ୍ତି। ମୁଁ ମଧ୍ୟ ସ୍ପଷ୍ଟ ଭାବେ ଏ କଥାକୁ ରଖୁଛି। ତା ସତ୍ତ୍ୱେ ମଧ୍ୟ କେଉଁଠି କେଉଁଠି ଭୁଲ ଭଟକା ହେଉଛି। ତେଣୁ ତା ବିରୁଦ୍ଧରେ ଯେଉଁମାନେ ଏଭଳି ଅରୁଚିକର କାର୍ଯ୍ୟକ୍ରମ କରୁଛନ୍ତି ମନ୍ତବ୍ୟ ଦେଉଛନ୍ତି ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ପୋଲିସ ନିୟୋଜିତ ଅଛି। କିଏ କେଉଁଠି ଯଦି ଲୁଚେଇକି ନେଇଯାଉଥିବେ ଇଏ କରୁଥିବେ ପୋଲିସ ତ ନିଶ୍ଚିତ ଭାବେ ଚେକ୍ କରୁଥିବେ। କିନ୍ତୁ ତା ସତ୍ତ୍ୱେ ମଧ୍ୟ ପୋଲିସକି ମଧ୍ୟ ଆମେ ତାଗିଦ କରିବୁ ଯେ ନାହିଁ ଆପଣମାନେ ସୁରକ୍ଷାକୁ ପୁରା ଟାଇଟ୍ କରନ୍ତୁ ଏଭଳି କିନ୍ତୁ ଏ ହେଉଛି ଗୋଟେ ଭାବାବେଗର କଥା। ମୁଁ କିଭଳି ଭାବେ ମୋ ଘରେ ସିଗାରେଟ ଆଣିବି ବା କୌଣସି ଅରୁଚିକର କଥା କରିବି। ତେଣୁ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ହେଉ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ହେଉ ଏନି ମନ୍ଦିର ହେଉ ସେସବୁ ଆମକୁ ଖରାପ ଲାଗିବା କଥା। ଆମ ଫଟୋ ଉଠିବା ଯାଏଁ କାହିଁକି ଯିବ। ତେଣୁ ଯେଉଁମାନେ କରୁଛନ୍ତି ସେମାନେ ସମାଜ ବିରୋଧୀ। କାରଣ ଠାକୁରଙ୍କ ପାଖେ ଏଇ ଯେଉଁ କାମ କରୁଛନ୍ତି ଏମାନେ ହେଉଛନ୍ତି ସମାଜ ବିରୋଧୀ। ଏମାନଙ୍କ ଠାରୁ ମାନେ ଭଲ ନିଶ୍ଚିତ ଭାବେ ଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ମୁଁ ନିଶ୍ଚିତ ଭାବେ ସରକାରଙ୍କୁ କହିବି ଏବଂ ସେ ପ୍ରଶାସନ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ତାଙ୍କୁ କହିବି। ହଁ ଯିଏ ହେଉନା କାହିଁକି ଏ କଥା ମୁଁ କହିଲି ମୁଁ ମୋ ଘରେ ଯଦି ସିଗାରେଟ ଆଣିବି କୋଉଠି ନା କୋଉଠି ମୋ ପରିବାରରେ ତାର ପ୍ରଭାବ ପଡ଼ିବ। ତେଣୁ ଠାକୁରଙ୍କ ପାଖେ ଆମ ଭାବାବେଗର କଥା ଆମର ପ୍ରଭୁଙ୍କ କଥା ଆମେ ଯଦି ସେଠି ଏଭଳି କାମ କରୁଛୁ କୋଉଠି ନା କୋଉଠି ଆମେ ନିଜକୁ ନିଜେ ଛୋଟ କରିଦେଉଛୁ। ଯଦି ସୁରକ୍ଷାରେ କୋଉଠି ତ୍ରୁଟି ହେଇଥିବ ନିଶ୍ଚିତ ଭାବେ ତାଙ୍କୁ ମଧ୍ୟ କିଭଳି ଭାବେ ସୁରକ୍ଷାକୁ ଟାଇଟ୍ କରାଯିବ ସେ କଥାକୁ ଦେଖାଯିବ। କିନ୍ତୁ ଏ କଥାକୁ ଆମେ ମଧ୍ୟ ଯେଉଁମାନେ ଟାଣୁଛନ୍ତି କି ଏଭଳି ପ୍ରକାର ଖରାପ କାମ କରୁଛନ୍ତି ସେମାନେ ମଧ୍ୟ ବୁଝିଯିବା ଦରକାର। ଘରେ ଏଭଳି କାମ ହୁଏନି। ତେଣୁ ପ୍ରଭୁଙ୍କ ପାଖେ କିଭଳି ଭାବେ ଏମିତି କାମ କରେ ନିଶ୍ଚିତ ଭାବେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ